ରେଢ଼ାଖୋଲ NSC ওয়ার্ড নম্বর 5 পোড়ାବଣ୍ଡା ଗ୍ରାମ। পোড়ାବଣ୍ଡା ଗ୍ରାମରେ ପମ୍ପ ହାଉସ୍ ଅଛେ। ସେ ସାଇଡରେ ଗୋଟେ ଇଲେକ୍ଟ୍ରିକ ପୋଲ ଥିଲା, ଯେନ୍ଟା ଟ୍ରାନ୍ସଫର୍ମର ବସିଥିଲା। ସେ ପୋଲଟା ପୁରା ଡ୍ୟାମେଜ ହେଇକି ଥିଲା। ବହୁତ ଦିନର ସମସ୍ୟା ଏ। ଗ୍ରାମବାସୀ ଅଭିଯୋଗ କଲା ସତ୍ତ୍ୱେ ବି ସେଟା କାମ ନାଇଁ ହଉଥି। ଆମେ ତାকে ପୋଷ୍ଟ କରିଥିଲୁ ମୋ ଗାଁ ସମସ୍ୟାରେ। ତ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ତାକେ ଦେଖିକିରି ଯାଇକିରି ସେ କାମକେ ସମାଧାନ କରିଛନ୍। ବର୍ତ୍ତମାନ ନୂଆ ପୋଲ ଲଗେଇଛନ୍, ସେଥିଲାଗି ବହୁତ ବହୁତ ଧନ୍ୟବାଦ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟକୁ। ରେଢ଼ାଖୋଲ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ତାଙ୍କର କାର୍ଯ୍ୟ ଠିକ ଭାବେ କରିଛନ୍। ନୂଆ ପୋଲ ଗାଡ଼ିକିରି ଟ୍ରାନ୍ସଫର୍ମର ପୁଣି ଚେଞ୍ଜ କରିଛନ୍ ସେ ଜାଗାକେ। ଗ୍ରାମବାସୀର ଅଭିଯୋଗ ଥିଲା, ଏଇଟା ବହୁତ ଦିନର ଅଭିଯୋଗ ଥିଲା। ଆମକେ ଖବର ଦେଇଥିଲେ, ଆମେ ଯାଇଥିଲୁ ସେ ଜାଗାକେ। ସେ ଜାଗାରେ ପୁରା ଭିଡିଓ କରିକି ଆମେ ପୋଷ୍ଟ କରିଥିଲୁ। ଆଉ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ବି ଭିଡିଓକେ ଦେଖିକି ସେମାନେ ଜାଣିପାରିଲେ, ଆସିକି ସମସ୍ୟାକେ ଦୂର କରିଛନ୍। ରେଢ଼ାଖୋଲ ଅଞ୍ଚଳବାସୀ ତରଫରୁ, ୱାର୍ଡବାସୀ ତରଫରୁ ବହୁତ ବହୁତ ଧନ୍ୟବାଦ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ, ଇଲେକ୍ଟ୍ରିକ SDO, ଇଲେକ୍ଟ୍ରିକ JEI ତାଙ୍କର କାର୍ଯ୍ୟ ଠିକସେ କରିଛନ୍। ଆଉ ଗାଁ ବାଲା ବି ବର୍ତ୍ତମାନ ଖୁସିରେ ଅଛନ୍। ଯେନ୍ଟା ଗୋଟେ ତାଙ୍କର ଭୟ ଥିଲା, ସେ ଭୟ ବର୍ତ୍ତମାନ ଦୂର ହେଇଛେ। ଏନ୍ତା ଅନେକ ଡିପାର୍ଟମେଣ୍ଟ ଅଛନ୍ ଯେନ୍ଟା କି ଆମେ ପୋଷ୍ଟ କରସୁଁ। ଆଉ ଡିପାର୍ଟମେଣ୍ଟ ଜାଣି ପାରସନ୍, ଆଉ ଯାହାକେ ପହଞ୍ଚସନ୍, କାମ କରସନ୍। ଖୁସି ଲାଗ୍ସି, ସେ ଲୋକମାନଙ୍କର ବି ମନ ବି ଖୁସି ଲାଗ୍ସି। ଯେନର ବାସିନ୍ଦାର ତାଙ୍କର ଅଭିଯୋଗ ମାନେ ଥିସି, କାମ ମାନେ ହଉଛେ, ସେଟା ବି ଆମେ ବହୁତ ବହୁତ ଖୁସି। ବହୁତ ବହୁତ ଧନ୍ୟବାଦ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ, ରେଢ଼ାଖୋଲ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟକୁ। ମୋ ଗାଁ ସମସ୍ୟା।